ବିଜୁ ଛାତ୍ର ଜନତା ଦଳ ତରଫରୁ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ୍ର ଡାକରା ଦିଆଯାଇଥିଲା। ମୁଁ ଆଜି ଧନ୍ୟବାଦ ଦେବି ଅଗଣିତ ଛାତ୍ରଛାତ୍ରୀ ଯେଉଁମାନେ ଏହି ଷ୍ଟୁଡେଣ୍ଟ ଷ୍ଟ୍ରାଇକ୍କୁ ଅଲ୍ ଓଭର ଓଡ଼ିଶାରେ ସଫଳ କରାଇଛନ୍ତି। ପାଖାପାଖି 300ରୁ ଉର୍ଦ୍ଧ୍ୱ କଲେଜରେ କଳା ବ୍ୟାଚ୍ ପିନ୍ଧିବା, ଶ୍ରେଣୀ ବର୍ଜନ କରିବା ଏବଂ ବିକ୍ଷୋଭ ପ୍ରଦର୍ଶନ ଏବଂ ପିକେଟିଂ ଏବଂ କୁଶପୁତ୍ତଳିକା ଦାହ କରାଯାଇଛି ମୁଖ୍ୟମନ୍ତ୍ରୀଙ୍କର, ମୋହନ ମାଝୀଙ୍କର। ତ ମୁଁ ଆଜି ଏଇଠି କହି ରଖିବାକୁ ଚାହେଁ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ସରକାରଙ୍କୁ ଚେତାଇ ଦେବାକୁ ଚାହେଁ ଯେ ଯେଉଁଭଳି ଭାବରେ ଛାତ୍ରୀମାନେ ଆଜି ଅସୁରକ୍ଷିତ, ଗୋପାଳପୁରରେ ଯେଉଁଭଳି ଭାବରେ ଗଣଧର୍ଷଣ କରାଗଲା, ଲୋମ ଟାଙ୍କୁରା ଦୃଶ୍ୟ, ଏବଂ କେଉଁଝରଠୁ ଆରମ୍ଭ କରି କୁଚିଣ୍ଡା ପର୍ଯ୍ୟନ୍ତ ସବୁଆଡ଼େ ଦେଖିବେ ପ୍ରତ୍ୟେକ ଦିନ 15 ଜଣରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଗଣଧର୍ଷଣ କରାଯାଉଛି। ଏବଂ ଆଜି ବି ଗୋଟେ ଚାଞ୍ଚଲ୍ୟକର ଘଟଣା ଗଞ୍ଜାମରେ ଘଟିଛି। ଗୋଟେ ଯିଏ ଜଣେ ନେତାଙ୍କର, ବିଜେପି ନେତାଙ୍କର ପାଖ ଲୋକ, ସିଏ ନକଲି ଡାକ୍ତର, ସିଏ ଜଣେ ନାବାଳିକାଙ୍କୁ ଆଜି ଗଣଦୁଷ୍କର୍ମର ଖବର ଆଜି ଖବରକାଗଜ ପୃଷ୍ଠା ମଣ୍ଡନ କରିଛି। ପ୍ରତ୍ୟେକ ଦିନ ଆପଣ ଦେଖିବେ ଗଣଧର୍ଷଣ ହେଉଛି, ମହିଳାମାନେ ଅସୁରକ୍ଷିତ, ଚୋରି ଡକାୟତି ରାହାଜାନୀ, ମୁଣ୍ଡ କାଟିକି ଯେତେବେଳେ ପ୍ରଧାନମନ୍ତ୍ରୀ ଆସୁଥିଲେ ମୁଣ୍ଡ କାଟିକି ଭୁବନେଶ୍ୱରରେ ପକାଇଦେଲେ ଏବଂ ଚାରିଆଡ଼େ ପ୍ରତ୍ୟେକ ଦିନ ହତ୍ୟା, ମର୍ଡର ଏବଂ ସରକାର ହାତ ଟେକି ଦେଇଛନ୍ତି, ନୀରବ ଦୃଷ୍ଟା ସାଧିଛନ୍ତି ଏବଂ ତାଙ୍କ ଅପାରଗ ପଣିଆ ଆଜି ପଦାରେ ପଡ଼ିଛି। ଆଜି ମୁଁ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି ଯେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତିକୁ ତୁରନ୍ତ ଠିକ୍ କର, ନହେଲେ ଗାଦି ଛାଡ଼, ନହେଲେ ସାରା ଓଡ଼ିଶାର ଯୁବକ ଏବଂ ଛାତ୍ରମାନେ ଏ ଆନ୍ଦୋଳନ ଆଜି ଆରମ୍ଭ ହୋଇଛି, ଏ ଆନ୍ଦୋଳନ ଆହୁରି ଜୋର ତେଜିବ ଏବଂ ସରକାର ଏଥିପାଇଁ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ସରକାର ସେଥିପାଇଁ ଦାୟୀ ରହିବେ। ଆଜି ଆମେ ଶାନ୍ତିପୂର୍ଣ୍ଣ ଭାବରେ 300ରୁ ଉର୍ଦ୍ଧ୍ୱ କଲେଜରେ ବିକ୍ଷୋଭ ପ୍ରଦର୍ଶନ କରିଥିଲୁ ସାରା ଓଡ଼ିଶାରେ ଏବଂ ଅଗଣିତ ଛାତ୍ରଛାତ୍ରୀ ସେଥିରେ ସାମିଲ ହୋଇ ସରକାରଙ୍କୁ ଭର୍ତ୍ସନା କରିଥିଲେ ଏବଂ ତୁରନ୍ତ ସରକାର କଡ଼ା ପଦକ୍ଷେପ ନିଅନ୍ତୁ, ଆଇନ ଶୃଙ୍ଖଳା ସ୍ଥିତିକୁ ସଜାଡ଼ନ୍ତୁ, ନହେଲେ ଆମେରିକା ଆଜି କଡ଼ା ଟିପ୍ପଣୀ ଦେଇଛି ଯେ ଓଡ଼ିଶାରେ ମହିଳାମାନେ ଏବଂ ଝିଅମାନେ, ବିଶେଷ କରିକି ଛାତ୍ରୀମାନେ ଏକା ବୁଲିବା ଅନୁଚିତ, ଗୋଟେ ଆଡ଼ଭାଇଜରୀ ଜାରି କରିଛନ୍ତି। ଏବଂ ଯେଉଁଥିପାଇଁ ଆଜି ସାରା ଓଡ଼ିଶା, ଯେଉଁଥିରେ ନବୀନ ବାବୁଙ୍କ ବେଳେ ସାରା ଓଡ଼ିଶା ଡିଜାଷ୍ଟର ମ୍ୟାନେଜମେଣ୍ଟ କ୍ଷେତ୍ରରେ ହେଉ, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ହେଉ, କିମ୍ବା ରାସ୍ତାଘାଟ ନିର୍ମାଣ କଥାରେ ହେଉ, କିମ୍ବା ଆପଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ହେଉ, ଏମିତି ବିଭିନ୍ନ କଥାରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର କମାଇବା କଥାରେ ହେଉ, ଓଡ଼ିଶା ସବୁବେଳେ ପ୍ରଶଂସିତ ହୋଇକି ଆସୁଥିଲା। ସ୍କୁଲ ଏଜୁକେସନର ମାପଦଣ୍ଡ ବଢ଼ିବା କଥା ହେଉ, ଫିସ୍କାଲ ମ୍ୟାନେଜମେଣ୍ଟ କଥା ହେଉ, ସବୁ କଥାରେ ଓଡ଼ିଶାର, ଭାରତ ବର୍ଷରେ ଏବଂ ସମଗ୍ର ବିଶ୍ୱରେ ଓଡ଼ିଶାର ଗୋଟେ ବହୁତ ଭଲ ଚିତ୍ର ନବୀନ ବାବୁଙ୍କ ବେଳେ ଥିଲା ଏବଂ ତାକୁ ଏ ମୋହନ ସରକାର ନଷ୍ଟ କରିଦେଇଛନ୍ତି। ଓଡ଼ିଆ ଅସ୍ମିତା ନାଁରେ ପ୍ରତ୍ୟେକ ଦିନ ଗଣଧର୍ଷଣ ହେଉଛି ଏବଂ ଆମେରିକା ଭଳିଆ ରାଷ୍ଟ୍ର ସିଏ ଓଡ଼ିଶାର ନାଁକୁ ଧରୁଛି ଏବଂ ଓଡ଼ିଶାରେ ସେଫ୍ ନୁହେଁ ବୋଲି ମହିଳାମାନେ, ଆମେରିକା ଯେତେବେଳେ କହୁଛି, ଏହାଠାରୁ ବଡ଼ ଲଜ୍ଜାକର ଘଟଣା ଓଡ଼ିଶା ପାଇଁ କିଛି ନଥାଏ। ଆଜି କ୍ୟାମ୍ପସ୍ ମଧ୍ୟ, କଲେଜ କ୍ୟାମ୍ପସ୍ ଗୁଡ଼ିକ ଛାତ୍ରୀମାନଙ୍କ ପାଇଁ ଅସୁରକ୍ଷିତ ହେଲାଣି। ପିଲାମାନେ, ଅଭିଭାବକମାନେ ତାଙ୍କ ଝିଅମାନଙ୍କୁ ଛାଡ଼ିବାକୁ କ୍ୟାମ୍ପସ୍କୁ ଡରିଲେଣି। ଏଇଭଳି ଭାବରେ ଯେଉଁ ଆତଙ୍କରାଜ, ଗୁଣ୍ଡାରାଜ, ମର୍ଡର, ଚୋରି ଡକାୟତି ଯେଉଁଭଳି ଭାବରେ ବଢ଼ି ଚାଲିଛି, ବାହାର ମାନେ ରାଜ୍ୟରୁ ଗ୍ୟାଙ୍ଗଷ୍ଟର ମାନେ ଆସିକି ଓଡ଼ିଶାରେ ବର୍ତ୍ତମାନ ଅବସ୍ଥାପନ କଲେଣି ଏବଂ ଗାଁ ଗାଁରେ ବସିକି ରାତିରେ ବନ୍ଧୁକ ଦେଖିକି ଚୋରି ଲୁଟ୍ ଘଟଣା ହେଉଛି। ଏ ଯେଉଁ ଆଇନ ଶୃଙ୍ଖଳା ଭୁଷୁଡ଼ିଛି ଓଡ଼ିଶାରେ, ଆକୁ ତୁରନ୍ତ ମୋହନ ମାଝୀ ସରକାର ଗାଦି ଛାଡ଼, ନହେଲେ ଇଏ ସିଷ୍ଟମକୁ ସୁଧାର। ଯଦି ଏଇଭଳି ଭାବରେ ଅରାଜକତା ଓଡ଼ିଶାରେ ଲାଗିକି ରହେ, ଆଗାମୀ ଦିନରେ ଏ ଯେଉଁ ଆଜି ଯେଉଁଭଳି ଭାବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ସମଗ୍ର ଓଡ଼ିଶାରେ ଯୁବକ ଛାତ୍ରମାନଙ୍କ ତରଫରୁ, ସେ ବିକ୍ଷୋଭ ଆହୁରି ତୀବ୍ର ରୂପ ନେବ ଏବଂ ମୋହନ ମାଝୀ ସରକାର ଚେତିବା ଦରକାର ଆଜିର ଏଇ ବିକ୍ଷୋଭରୁ। ଯଦି ସେ ନ ଚେତନ୍ତି ତାହେଲେ ଏ ଆନ୍ଦୋଳନ ଭୟାନକ ରୂପ ନେବ ଆଗକୁ। ଧନ୍ୟବାଦ। ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ୍ର ଯେଉଁ ଡାକରା ଦିଆଯାଇଥିଲା ଆମ ତରଫରୁ, ଓଡ଼ିଶାର ଛାତ୍ର ସମାଜ, ଯୁବ ସମାଜ ସମ୍ପୂର୍ଣ୍ଣ ଭାବେ ଅଭୂତପୂର୍ବ ଯେଉଁ ସମର୍ଥନ ଏ ଡାକରାକୁ ଜଣାଇଛନ୍ତି
सबु कैंपस रे ओडिशा रे सबु प्रांत रे आपण माने देखिथिबे आज छात्र माने युवक माने राजरास्ता अछंती विक्षोभ प्रदर्शन करछंती श्रेणी वर्जन करछंती कला ब्याज परिधान करछंती एटा गोटे छोटिया उदाहरण राज्य रे जो भारतीय जनता पार्टी मोहन माझींकर जो सरकार चली नेतृत्व रे जो अराजकता जो गण दुष्कर्म व्यापक भाव वृद्धि पाइबार लगे ए कथा केवल ओडिशा रे सीमित है नहीं ओडिशा आज निंदित होची विश्व स्तर रे सर्वभारतीय स्तर रे ओडिशा रो जो परिचय गोटे दिन थिला पॉवर्टी एलिवेशन रे ओडिशा सुनाम अर्जन करथिला ओडिशा नेचुरल डिजास्टर रे सुनाम अर्जन करथिला किंतु आज यूनाइटेड स्टेट्स रो राष्ट्रपति सी मध्य ओडिशा को अंगुल निर्देश करछन्ते एरा महिला मानन पई सुरक्षित जगह नुहे स्थान नुहे ओडिशा एही कथा को दृढ़ भाव भर्सना करछन्ते ओडिशा रो अगणित युव समाज और छात्र समाज आज राजरास्ता रे आसिकी सेमाने विरोध प्रदर्शन करने सहित सेमाने गोटे छोटिया नमूना गोटे छोटिया उदाहरण पेश करछन्ती राज्य सरकार मोहन माझी विरुद्ध रे तांको नेतृत्व रे जो भली भावे आईन श्रृंखला संपूर्ण भाव विपर्यस्त होईछि आगामी दिन में जदि आईन श्रृंखला को नियंत्रण को राज्य सरकार मोहन माझी न नियंती ताहले आंदोलन को आहरी दुर्बार करा जिवो युवक माने छात्र माने आईन मान्य आंदोलन करने पछघुंचा देवे नहीं मु आपण माध्यम रे ओडिशार छात्र समाज को धन्यवाद कृतज्ञता ज्ञापन करने को चाहे ऑल ओडिशा स्टूडेंट स्ट्राइक को सफल कर अभूतपूर्व समर्थन देइथिबारु आपण माध्यम रे ओडिशार छात्र समाज को युवक मानू अशेष अशेष कृतज्ञता ज्ञापन करने को चाहे।